जय जगन्नाथ पिलाମାନେ ଆଜି ଆମର ଆଉ ଏକ ନୂତନ ଭିଡ଼ିଓକୁ ଆପଣମାନଙ୍କୁ ସ୍ୱାଗତ। ଆଜି ଆମେ ରାଧାନାଥଙ୍କ ଉପରେ 10ଟି ପ୍ରଶ୍ନ ଆପଣମାନଙ୍କ ପାଇଁ ନେଇ ଆସିଛୁ। ପୂର୍ବ ଭିଡ଼ିଓରେ ଆମେ ଲୋକ ସାହିତ୍ୟ ଉପରେ ଯେଉଁ 10ଟି ପ୍ରଶ୍ନ ଆଲୋଚନା କରିଥିଲେ, ନବମ ପ୍ରଶ୍ନର ଉତ୍ତର ଆଉ ଦଶମ ପ୍ରଶ୍ନର ଉତ୍ତର ଆପଣମାନଙ୍କୁ ଦିଆଯାଇନଥିଲା। ନବମ ପ୍ରଶ୍ନର ଉତ୍ତର ହେଉଛି ଭେରିଆଲ ଏଲୁଇନ୍, ଦଶମ ପ୍ରଶ୍ନର ଉତ୍ତର ହେଉଛି ଲୋକଗୀତର ସମର ବୋଲି ବିଭାଗ ଅନ୍ତର୍ଗତ। ଆଜି ଭିଡ଼ିଓର ପ୍ରଥମ ପ୍ରଶ୍ନ ହେଉଛି ବିବେକୀ ପ୍ରବନ୍ଧ କେଉଁ ପତ୍ରିକାରେ ପ୍ରକାଶ ପାଇଥିଲା? ଉତ୍କଳ ଦର୍ପଣରେ ପ୍ରକାଶ ପାଇଥିଲା 1873 ମସିହାରେ। ଏହି ପ୍ରଶ୍ନଟି ବାରମ୍ବାର ପରୀକ୍ଷାରେ ଆସୁଛି, ତେଣୁ ଏହା ଗୋଟେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ଦ୍ୱିତୀୟ ପ୍ରଶ୍ନ, ଚନ୍ଦ୍ରଭାଗା କାବ୍ୟଟିକୁ କବି କେଉଁ ବିଶିଷ୍ଟ ବ୍ୟକ୍ତିଙ୍କୁ ଉତ୍ସର୍ଗ କରିଛନ୍ତି? ବାସୁଦେବ ସୁଢଳଦେବ। ତୃତୀୟ ପ୍ରଶ୍ନ, ନନ୍ଦିକା ଚୋଳଗଙ୍ଗକୁ କଣ ଦେଇ ପ୍ରେମ ନିବେଦନ କରିଛି? ଜୈତ୍ରମଣି। ଚତୁର୍ଥ ପ୍ରଶ୍ନ, ଉଷା କାବ୍ୟ କେଉଁ ବୃତ୍ତରେ ରଚିତ? ଉଷା କାବ୍ୟ ଖଣ୍ଡ କୁମ୍ଭ କାମୋଦି ବୃତ୍ତରେ ରଚିତ ହୋଇଛି। ପଞ୍ଚମ ପ୍ରଶ୍ନ, ପାର୍ବତୀ କାବ୍ୟ ଆରମ୍ଭରେ କେଉଁ ଉତ୍ସବର ବର୍ଣ୍ଣନା ରହିଛି? ନୀଳାଚଳର ଦୋଳ ଉତ୍ସବ ବର୍ଣ୍ଣନା ଏଥିରେ ରହିଛି। ଷଷ୍ଠ ପ୍ରଶ୍ନ, ଚିଲିକା କାବ୍ୟରେ କାହାକୁ ବୁଦ୍ଧହଂସ କେଳିସର ବୋଲି କୁହାଯାଇଛି? ବାମଣ୍ଡା କୁ ବୁଦ୍ଧହଂସ କେଳିସର ବୋଲି କୁହାଯାଇଛି। ସପ୍ତମ ପ୍ରଶ୍ନ, ମହାଯାତ୍ରା କେବେ ପ୍ରକାଶ ପାଇଥିଲା? ମହାଯାତ୍ରା 1892 ମସିହାରେ ଉତ୍କଳ ପ୍ରଭା ପତ୍ରିକାରେ ପ୍ରକାଶ ପାଇଥିଲା। ଅଷ୍ଟମ ପ୍ରଶ୍ନ, ରାଧାନାଥଙ୍କର କେଉଁ କୃତିଟି ଏକ ସାଟାୟାର ଧର୍ମୀ ରଚନା, ଯାହାକୁ କି ବ୍ୟଙ୍ଗ ଧର୍ମୀ ରଚନା ମଧ୍ୟ କୁହାଯାଏ? ଦରବାର, ଯାହାକି 1897 ମସିହାରେ ଉତ୍କଳ ସାହିତ୍ୟ ପତ୍ରିକାରେ ପ୍ରକାଶ ପାଇଥିଲା। ନବମ ପ୍ରଶ୍ନ, କଞ୍ଚୁକୀ ଚରିତ୍ର କେଉଁ କାବ୍ୟରେ ରହିଛି? ଦଶମ ପ୍ରଶ୍ନ, ଚିଲିକା ଓ ମହାଯାତ୍ରା କାବ୍ୟର ବଙ୍ଗଳା ଅନୁବାଦକ କିଏ? ଏହି ଦୁଇଟି ପ୍ରଶ୍ନର ଉତ୍ତର ଆପଣମାନେ କମେଣ୍ଟ ମାଧ୍ୟମରେ ଜଣାଇବେ, ଯେଉଁଥିରେ କି ଆପଣ ନିଜେ ଜାଣିପାରିବେ ଆପଣଙ୍କର ପ୍ରସ୍ତୁତି କେଉଁ ପର୍ଯ୍ୟନ୍ତ ବା କେଉଁଭଳି ଭାବରେ ଆପଣଙ୍କ ପ୍ରସ୍ତୁତି ଚାଲିଛି। ତେଣୁ ଏହିପରି ନୂତନ ଭିଡ଼ିଓ ପାଇବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଆମ ସହିତ ଯୋଡ଼ି ହୋଇ ରହିଥାନ୍ତୁ, ସାଙ୍ଗସାଥିମାନଙ୍କ ସହିତ ମଧ୍ୟ ସେୟାର